ଗୋଟିଏ ଛୋଟ ଗାଁରେ ରମେଶ ବୋଲି ଗୋଟିଏ ଗରିବ କୃଷକଟି ରହୁଥିଲା। ସେ ସତ୍ୟବାନ ଓ ଧୈର୍ଯ୍ୟଶୀଳ ଲୋକ ଥିଲେ। ସେ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ତାଙ୍କର ଘର ପରିସ୍ଥିତି ବହୁତ ଦୟନୀୟ ଥିଲା। ତାର ଏକମାତ୍ର ସମ୍ପତ୍ତି କହିବାକୁ ଗଲେ ଗୋଟିଏ ଛୋଟ ମାଟି ଘର ଓ କିଛି ଜମି ଥିଲା। ସେ ତାର ଜମିରେ କିଛି ପନିପରିବା ଚାଷ କରୁଥିଲା। ତାକୁ ନେଇ ମାର୍କେଟରେ ବିକ୍ରି କରି କିଛି ଟଙ୍କା ପାଏ। ସେଇଥିରେ ତାର ଘର ଚଳଉଥିଲା। ତାର ସ୍ତ୍ରୀ ମଧ୍ୟ ତାକୁ କିଛି କାମରେ ସାହାଯ୍ୟ କରେ। ସେ ଥରେ ତାର ଜଙ୍ଗଲ ଜମିରେ କାମ କରୁଥିବା ବେଳେ ଗୋଟିଏ ସିଂହ ଜଙ୍ଗଲରେ ବୁଲୁ ବୁଲୁ ରମେଶ କାମ କରୁଥିବା ଜଙ୍ଗଲ ଜମି ପାଖରେ ପହଞ୍ଚିଲା। ସିଂହ ରମେଶକୁ ଦେଖି ତା ପାଖକୁ ଆସିଲା। ରମେଶ ସିଂହକୁ ଦେଖି ଡରିଗଲା। ଯେତେବେଳେ ସିଂହ ରମେଶକୁ ଶିକାର କରିବା ପାଇଁ ଆଗେଇ ଆସୁଥିଲା, ରମେଶ ନ ଡରି ସିଂହକୁ ଶାନ୍ତିପୂର୍ଣ୍ଣ ଭାବରେ କହିଲା, ମୋ ଜୀବନ ତୁମ ପାଇଁ ନୁହଁ, ଦୟାକରି ମୋତେ ଛାଡ଼ିଦିଅ। ତାର ସତ୍ୟ ଓ ନିର୍ଭୟ ବ୍ୟବହାରକୁ ଦେଖି ସିଂହ ତାକୁ ଛାଡ଼ିଦେଲା ଏବଂ ଅନ୍ୟ କୌଣସି ଶିକାର ପାଇଁ ଚାଲିଗଲା। ଏହି ଘଟଣା ସବୁ ଗାଁର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ସେମାନେ ବୁଝିପାରିଲେ ଯେ ସତ୍ୟ ଏବଂ ଧୈର୍ଯ୍ୟ ଏତେ ଶକ୍ତିଶାଳୀ ଯେ ଏକ ହିଂସ୍ର ପ୍ରାଣୀକୁ ମଧ୍ୟ ଜିତିପାରେ।